ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ମହାସ୍ନାନ କରିଛନ୍ତି ମହାବାହୁ। ଶ୍ରୀମନ୍ଦିରର ପରିସରରେ ଥିବା କୂଅରୁ 108 କଳସ ଜଳ ଅଣାଯାଇ ଅଭିମନ୍ତ୍ରିତ ସୁବାସିଷ କରାଯିବା ପରେ ମହାପ୍ରଭୁ ଦିବସ୍ନାନ କରିଥିବା ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ଦେବଦୁର୍ଲଭ ଗଜାନନ ବେଶରେ ଦେଲେ ଦିବ୍ୟ ଦର୍ଶନ। ସୂଚନା ଥାଉକି ପ୍ରତିବର୍ଷ ପରି ଚଳିତ ବର୍ଷ ସୁକିନ୍ଦାଗଡ଼ର ବହୁ ପୁରାତନ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ପବିତ୍ର ତିଥିରେ ଚତୁର୍ଦ୍ଧାମୂର୍ତ୍ତିରେ ସ୍ନାନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି। ପ୍ରଭୁଙ୍କ ସକାଳ ନୀତି ପରେ ଜଗନ୍ନାଥ ମନ୍ଦିରରୁ ତିନି ଦିଅଙ୍କ ସେବକମାନେ ସଂକୀର୍ତ୍ତନ ହରିବୋଲ ହୁଳହୁଳି ମଧ୍ୟରେ ପହଣ୍ଡିର ସ୍ନାନ ମଣ୍ଡପକୁ ବିଜେ କରିଥିଲେ। ଚତୁର୍ଦ୍ଧାମୂର୍ତ୍ତି ସୁକିନ୍ଦାଗଡ଼ର ବ୍ରାହ୍ମଣ ସେବାୟତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ପାଛୋଟି ନେଇ ଆସିଥିବା ବେଳେ ଯଥାବିଧି ପୂଜାର୍ଚ୍ଚନା ପରେ 10ରୁ 12ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦିବ୍ୟସ୍ନାନ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା। ହରିବୋଲ ହୁଳହୁଳିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ତାପରେ ମହାପ୍ରଭୁ ହାତୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିବା ଦେଖିବାକୁ ମିଳିଛି। ସେହିପରି ମନ୍ଦିର ପରିସରରେ ଭଜନ କୀର୍ତ୍ତନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ଏହାକୁ ଦେଖିବାକୁ ବହୁ ଭକ୍ତମାନେ ଉପସ୍ଥିତ ଥିବା ବେଳେ ଚଳିତ ବର୍ଷ ସୁକିନ୍ଦା ଜଗନ୍ନାଥ ମନ୍ଦିରର ବିଗ୍ରହ ପରିବର୍ତ୍ତନ କାର୍ଯ୍ୟ ମହାସମର ଆୟୋଜିତ ହୋଇଯାଇଛି। ସେଥିପାଇଁ ନୂତନ ବିଗ୍ରହଙ୍କ ସ୍ନାନ ଉତ୍ସବ ନିମନ୍ତେ ଭକ୍ତଙ୍କ ମଧ୍ୟରେ ଆନନ୍ଦ ବଢ଼ୁଥିବାରୁ ଶତାଧିକ ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଯାଜପୁର ଜିଲ୍ଲାରୁ ଜଗବନ୍ଧୁଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଆ।